ଗ୍ରାହକଙ୍କ ପାଇଁ ବଡ଼ ଖବର, କମିଲା ଏଲ୍‌ପିଜି ସିଲିଣ୍ଡରର ଦର। ଜାଣନ୍ତୁ କ'ଣ ରହିଛି ମୂଲ୍ୟ। ମାସ ଆରମ୍ଭରୁ ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା ଏଲ୍‌ପିଜି ସିଲିଣ୍ଡର ଦର। ଆଜିଠୁ ସାରା ଦେଶରେ ଏଲ୍‌ପିଜି ସିଲିଣ୍ଡରର ନୂଆ ଦର ଲାଗୁ ହୋଇଅଛି। ତେବେ ଆସନ୍ତୁ ଜାଣିବା 19 କେଜି ସିଲିଣ୍ଡର ପିଛା କେତେ ଟଙ୍କା ବୃଦ୍ଧି ପାଇଅଛି। ଏବେ ଏହି 19 କେଜି ସିଲିଣ୍ଡରକୁ ଗ୍ରାହକମାନେ ମାତ୍ର 1580 ଟଙ୍କା ଦେଇ କିଣିପାରିବେ। ଏହି ଖବର ବ୍ୟବସାୟୀମାନଙ୍କୁ ବିଶେଷ କରି ଖୁସି କରିଦେଇଅଛି। ଏହି ନୂଆ ଦର ଆଜିଠୁ ଲାଗୁ ହୋଇଅଛି। ପରବର୍ତ୍ତୀ ଖବର, ପେନ୍‌ସନ୍‌ଭୋଗୀଙ୍କ ପାଇଁ ଖୁସି ଖବର। ଅଧିକ ସୁବିଧା ପାଇଁ ସରକାର ଉଠାଇଲେ ବଡ଼ ପଦକ୍ଷେପ। ପେନ୍‌ସନ୍ ସମ୍ବନ୍ଧରେ ନୂତନ ଅପଡେଟ୍ ଆସିଅଛି, ଯାହା ପେନ୍‌ସନ୍‌ଭୋଗୀଙ୍କ ପାଇଁ ଜରୁରୀ ଅଟେ। ଯଦି କୌଣସି ଡକୁମେଣ୍ଟ ନାହିଁ, ତେବେ ପେନ୍‌ସନ୍ ବନ୍ଦ ହୋଇଯିବାର ସମ୍ଭାବନା ରହିଅଛି। ପରବର୍ତ୍ତୀ ଖବର, ଆଜିଠୁ ତତ୍କାଳ ଟିକେଟ୍ ବୁକିଂରେ ବଡ଼ ପରିବର୍ତ୍ତନ। ମୋବାଇଲ, ବ୍ୟାଙ୍କ ଏବଂ ଏଟିଏମ୍ ନିୟମରେ ମଧ୍ୟ ବଦଳିଲା ନିୟମ। ଭାରତୀୟ ରେଳବାଇ ତତ୍କାଳ ଟିକେଟ୍ ବୁକିଂ ନିୟମରେ ଏକ ବଡ଼ ପରିବର୍ତ୍ତନ ହୋଇଅଛି, ଯାହା ଓଟିପି ଆଧାରିତ ସିଷ୍ଟମକୁ ବାଧ୍ୟତାମୂଳକ କରିଅଛି। ଏହି ନୂତନ ନିୟମ ଡିସେମ୍ବର 1ରୁ ଲାଗୁ ହେଲା ଏବଂ କିଛି ନିର୍ଦ୍ଦିଷ୍ଟ ଟ୍ରେନ୍ ସହିତ ଆରମ୍ଭ ହେବ। ଏହାର ଉଦ୍ଦେଶ୍ୟ ହେଉଛି ଠକେଇ ବୁକିଂକୁ ରୋକିବା ଏବଂ ଯାତ୍ରୀମାନଙ୍କୁ ଏକ ସୁଯୋଗ ପ୍ରଦାନ କରିବା, ଯେଉଁମାନେ ପ୍ରକୃତରେ ଜରୁରୀକାଳୀନ ଯାତ୍ରା କରିବାକୁ ଚାହୁଁଛନ୍ତି କିନ୍ତୁ ଏକ କନଫର୍ମ ଟିକେଟ୍ ପାଇପାରୁନାହାନ୍ତି। ଡିସେମ୍ବର 1 ତାରିଖରୁ ତତ୍କାଳ ଟିକେଟ୍ ପାଇଁ ଓଟିପି ବାଧ୍ୟତାମୂଳକ କରାଯାଇଅଛି ଏବଂ ଟିକେଟ୍ ବୁକ୍ କରିବା ପୂର୍ବରୁ ଯାତ୍ରୀମାନଙ୍କୁ ସେମାନଙ୍କର ମୋବାଇଲ ନମ୍ବର ଅପଡେଟ୍ କରିବାକୁ ରେଳବାଇ ପରାମର୍ଶ ଦେଇଅଛି। ପରବର୍ତ୍ତୀ ଖବର, ସୁଭଦ୍ରା ଯୋଜନା ଉପରେ ବଡ଼ ଖବର ଆସିଅଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁଯାୟୀ ନୂଆ ବର୍ଷରେ ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏକାଥରକେ 2ଟି କିସ୍ତି ପାଇପାରିବେ। ବର୍ତ୍ତମାନ ସୁଦ୍ଧା 17 ଲକ୍ଷରୁ ଅଧିକ ମହିଳା ସୁଭଦ୍ରା ଯୋଜନାରେ ଯୋଡ଼ି ହୋଇଛନ୍ତି। ଏହି ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିବ। ନୂଆ ବର୍ଷରେ ଏକାଥରକେ 2ଟି କିସ୍ତି ପାଇବେ ନୂଆ ସୁଭଦ୍ରା ହିତାଧିକାରୀ। ଆଜି ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। 21 ବର୍ଷ ଯାହାକୁ ହେଲା ସେମାନେ ଆପେ ଆପେ ଯୋଡ଼ି ହୋଇଛନ୍ତି। ସମସ୍ତେ ସୁଭଦ୍ରା ଟଙ୍କା ପାଇବେ, ଏଥିପାଇଁ ବିଭାଗ କାମ କରୁଅଛି। ସୁଭଦ୍ରା ଯୋଜନାରେ ଯୋଡ଼ି ହେଲେଣି 17 ଲକ୍ଷରୁ ଉର୍ଦ୍ଧ୍ୱ ମହିଳା। ବର୍ତ୍ତମାନ 1,03,02,800 ମହିଳା ପ୍ରଥମ ଓ ଦ୍ୱିତୀୟ କିସ୍ତି ପାଇଛନ୍ତି। ଅନ୍ୟପଟେ ବିଧାନସଭା ଗୃହରେ ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କହିଲେ ସୁଭଦ୍ରା ପାଇଁ 13,08,00,000 ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର। ପରବର୍ତ୍ତୀ ଖବର, ବାରବାଟୀ T20 ମ୍ୟାଚ୍ ପାଇଁ ଆରମ୍ଭ ହୋଇଅଛି ଟିକେଟ୍ ପ୍ରଦାନ। ହାତରେ ଗୋଟିଏ ସପ୍ତାହ ସମୟ ଥିବା ବେଳେ ଆଜି ଅନଲାଇନରେ ଟିକେଟ୍ ଉପଲବ୍ଧ ହୋଇଅଛି। ଗତ ମ୍ୟାଚ୍ ତୁଳନାରେ ଏଥର ଟିକେଟ୍ ସଂଖ୍ୟା ହ୍ରାସ ପାଇଅଛି, ଅର୍ଥାତ୍ 4,000 ପରିବର୍ତ୍ତେ ଏଥର ମାତ୍ର 2,000 ଟିକେଟ୍ ଦର୍ଶକଙ୍କ ପାଇଁ ଅନଲାଇନରେ ଉପଲବ୍ଧ ହେବ। ସେହିପରି ଅଫଲାଇନରେ ମଧ୍ୟ ଟିକେଟ୍ ସଂଖ୍ୟା କମିଅଛି। ଡିସେମ୍ବର 3 ଓ 4 ତାରିଖରେ ସକାଳ 10ଟାରୁ ସନ୍ଧ୍ୟା 6ଟାରେ ଟିକେଟ୍ ବିକ୍ରି ହେବ। ସାଧାରଣ ଲୋକଙ୍କ ପାଇଁ ବାରବାଟୀ ଷ୍ଟାଡିୟମ କାଉଣ୍ଟରରେ ଡିସେମ୍ବର 5 ତାରିଖରୁ ସକାଳ 9ଟାରୁ ସନ୍ଧ୍ୟା 6ଟାରେ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ ଏବଂ ଜଣେ ବ୍ୟକ୍ତି ସର୍ବାଧିକ 2ଟି ଟିକେଟ୍ କିଣିପାରିବେ। ଟିକେଟ୍ର ମୂଲ୍ୟ 7,000 ଟଙ୍କାରୁ ଆରମ୍ଭ ହୋଇ 20,000 ଟଙ୍କା ପର୍ଯ୍ୟନ୍ତ ରହିଅଛି।